ଜୟ ଜଗନ୍ନାଥ ପିଲାମାନେ। ୟୁଟ୍ୟୁବ ଚ୍ୟାନେଲରେ ତୁମମାନଙ୍କୁ ସ୍ୱାଗତ ଜଣାଉଛି। ଆଶା କରେ ତୁମମାନେ ସମସ୍ତେ ଭଲରେ ଥିବ। ତେବେ ଆଜିର ଭିଡ଼ିଓରେ ଆମେ ଡିସ୍କସ୍ କରିବା କି ଚଳିତ ବର୍ଷ ଯାହାକି 2025 ମସିହାରେ 10th ବୋର୍ଡ଼ ଏକ୍ଜାମରେ ତୁମମାନଙ୍କର ମାର୍କ ଡିଷ୍ଟ୍ରିବ୍ୟୁସନ୍ କିପରି ହେବ ସେହି ବିଷୟରେ ଆମେ ଡିଟେଲରେ ଆଲୋଚନା କରିବା। ତେବେ ୱିଦାଉଟ୍ ଡିଲେ ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା ଏବଂ ତା ପୂର୍ବରୁ କହି ରଖେ କି ଯଦି ତୁମେମାନେ ଚ୍ୟାନେଲରେ ନୂଆ ଅଛ ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ଭିଡ଼ିଓ ଭଲ ଲାଗିଥିଲେ ସାଙ୍ଗମାନଙ୍କୁ ସେୟାର କରିବ। ତେବେ ପ୍ରଥମେ ଆମେ ଜାଣିବା କି ଚଳିତ ବର୍ଷ ଯାହାକି 10th ବୋର୍ଡ଼ ଏକ୍ଜାମର ମାର୍କ ଡିଷ୍ଟ୍ରିବ୍ୟୁସନ୍ ତୁମମାନଙ୍କର 80+20 ଏଇ ଫର୍ମାଟରେ ତୁମର ମାର୍କ ଆସିବ। ତେବେ 80+20 କ'ଣ ତାକୁ ଆମେ ଡିଟେଲରେ ବୁଝିବା। ତ ଯଦି ଦେଖିବା ଆମେ ଚଳିତ ବର୍ଷ ଯାହାକି ପିଲାମାନେ ତୁମେ ଆଇଏ ଇଣ୍ଟରନାଲ ଆସେସମେଣ୍ଟ ଦେଇଥିଲ ଏବଂ ପ୍ରତି ସବଜେକ୍ଟରୁ ଯାହାକି ତୁମମାନେ 20 ମାର୍କର ଏକ୍ଜାମ ଦେଇଥିଲ। ଦେନ୍ ରହିଲା କି ତୁମମାନଙ୍କର ବୋର୍ଡ଼ ଏକ୍ଜାମ ଯାହାକି ତୁମର ସରିଯାଇଛି ଲାଷ୍ଟ 6 ତାରିଖ। ତ ଯଦି ଆମେ ଦେଖିବା ଟୋଟାଲ ତ ପିଲାମାନେ ତୁମର ସବଜେକ୍ଟ ହେଉଛି ଏଫଏଲଓ ଫାଷ୍ଟ ଲାଙ୍ଗୁଏଜ ଓଡ଼ିଆ। ଦେନ୍ ରହିଲା ନମ୍ବର 2ରେ ତୁମମାନଙ୍କର ଏସଏଲଇ ସେକେଣ୍ଡ ଲାଙ୍ଗୁଏଜ ଇଂଲିଶ। ଦେନ୍ ନମ୍ବର 3ରେ ରହିଲା ଟିଏଲଏଚ ଥାର୍ଡ ଲାଙ୍ଗୁଏଜ ହିନ୍ଦୀ ଅର୍ ସାଂସ୍କ୍ରିଟ। ଦେନ୍ ରହିଲା ନମ୍ବର 4ରେ ତୁମମାନଙ୍କର ଲାଇଫ ସାଇନ୍ସ ଏବଂ ନମ୍ବର 5 ଆସିବ ସୋସିଆଲ ସାଇନ୍ସ ଏବଂ ନମ୍ବର 6ରେ ଯାହାକି ରହିଲା ମ୍ୟାଥମେଟିକ୍ସ। ତ ଏଇଭଳି ପିଲାମାନେ ତୁମର 6ଟି ସବଜେକ୍ଟ ଥିଲା। ତେଣୁ ଇଣ୍ଟରନାଲ ଆସେସମେଣ୍ଟରେ ପିଲାମାନେ ତୁମର କ'ଣ ନା 6ଟି ସବଜେକ୍ଟକୁ ପର୍ ସବଜେକ୍ଟ ତୁମମାନଙ୍କର 20 ମାର୍କ ଥିଲା। ତେବେ 6ଟି ସବଜେକ୍ଟକୁ ତୁମମାନଙ୍କର ରହିଲା 120 ମାର୍କ। ଏବଂ ଯଦି ଆମେ ଦେଖିବା ତୁମର ବୋର୍ଡ଼ ଏକ୍ଜାମ ଥିଲା 6ଟି ସବଜେକ୍ଟକୁ ଯଦି ଆମେ କାଲକୁଲେଟ୍ କରିବା ଇଚ୍ ସବଜେକ୍ଟରୁ 100 ମାର୍କ ଏବଂ 6ଟି ସବଜେକ୍ଟକୁ ଯଦି ଆମେ କାଲକୁଲେଟ୍ କରିବା ତାହେଲେ ତୁମମାନଙ୍କର ବୋର୍ଡ଼ ତରଫରୁ କ୍ୱେଶ୍ଚିନ୍ ଆସିଥିଲା 600 ମାର୍କ। ଅର୍ଥାତ୍ ମୋଟାମୋଟି ଯଦି ଆମେ କହିବା ତୁମର ସ୍କୁଲ ତରଫରୁ 120 ମାର୍କର ଏକ୍ଜାମ ଦେଇଥିଲ ଇଣ୍ଟରନାଲ ଆସେସମେଣ୍ଟ ଏବଂ ବୋର୍ଡ଼ ତରଫରୁ ତୁମେମାନେ 600 ମାର୍କର ଏକ୍ଜାମ ଦେଇଥିଲ। ତ ଏଇଟି 20 କ'ଣ ନା 80%ରେ କାଲକୁଲେଟ୍ ହେବ ତୁମମାନଙ୍କର କ'ଣ ନା ବୋର୍ଡ଼ ଯେତିକି ମାର୍କ ଥିଲା ଯାହାକି 600 ମାର୍କର 80%ରେ କାଲକୁଲେଟ୍ ହେବ ଏବଂ ଯେଉଁ 20 ମାର୍କର ତୁମେ ଇଣ୍ଟରନାଲ ଆସେସମେଣ୍ଟ ଦେଇଥିଲ ତାକୁ କେବଳ ତାର ମାର୍କକୁ ହିଁ ତୁମକୁ ଆଡ଼ ହେବ। ତେବେ ଡିଟେଲରେ ବୁଝି ନେବା। ଫର ଏକ୍ଜାମ୍ପଲ ତୁମମାନଙ୍କ ପାଇଁ କହୁଛି ଓଡ଼ିଆ ଲାଙ୍ଗୁଏଜ ଓଡ଼ିଆରେ କ'ଣ ନା ଜଣେ ଷ୍ଟୁଡେଣ୍ଟ ସେ ଇଣ୍ଟରନାଲ ଆସେସମେଣ୍ଟରେ ଆଣିଛି ମନେକର 15 ମାର୍କ। ଇଣ୍ଟରନାଲ ଆସେସମେଣ୍ଟରେ ସେ 20 ମାର୍କରୁ ଆଣିଛି ସ୍କୋର କରିଛି ଆଉଟ୍ ଅଫ୍ 20 ସେ ସ୍କୋର କରିଛି 15। ଦେନ୍ ରହିଲା ତୁମ ବୋର୍ଡ଼ ଯାହାକି 100 ମାର୍କରୁ ସେ ସ୍କୋର କରିଛି 70 ମାର୍କ। ତ କିପରି କାଲକୁଲେଟ୍ ହେବ ନା ବୋର୍ଡ଼ର ଯେଉଁ 100 ମାର୍କ କ୍ୱେଶ୍ଚିନ୍ ତୁମେ ଦେଇଥିଲ ପିଲାମାନେ ସବଜେକ୍ଟିଭ ଆଣ୍ଡ ଅବଜେକ୍ଟିଭ ତା 100 ମାର୍କରୁ ସେ ଆଣିଛି ସ୍କୋର କରିଛି 70 ମାର୍କ। ଆଉଟ୍ ଅଫ୍ 100ରୁ ସେ 70 ସ୍କୋର କରିଛି ଏବଂ ଇଣ୍ଟରନାଲ ଆସେସମେଣ୍ଟରେ ସେ କ'ଣ ନା 15 ମାର୍କ ଆଣିଛି। ତ ଯଦି ଆମେ ଦେଖିବା ଏଇଠି ତୁମମାନେ ପିଲାମାନେ କ'ଣ ନା ଏ ଯେଉଁ 70 ମାର୍କ ୟାକୁ 80%ରେ ହିସାବ କରିବାକୁ ପଡ଼ିବ। ତାହେଲେ ଦେଖିବା ଯଦି ଆମେ 70ର 80% ତାହେଲେ କେତେ ହେବ ନା 56 ମାର୍କ। 56 ମାର୍କ ହେବ ଅର୍ଥାତ୍ 56 ମାର୍କ ହେଲା ତୁମର 100ରୁ। ଦେନ୍ ତୁମର କାଲକୁଲେଟ୍ ହେବ କ'ଣ ନା ତୁମେ ଇଣ୍ଟରନାଲ ଆସେସମେଣ୍ଟ ଆଣିଛ କେତେ 15 ମାର୍କ। ତେବେ ଯଦି ଆମେ ତାକୁ ଆଡ଼ କରିବା ତାହେଲେ ହେବ ତୁମମାନଙ୍କର କ'ଣ ନା 71 ମାର୍କ। ତ ଇଏ ହେଲା ତୁମର ଫାଇନାଲ ମାର୍କ 71। ଆଶା କରେ ନିଶ୍ଚିନ୍ତ ତୁମମାନେ କ୍ଲିୟର ହେଇଯାଇଥିବ। ତ ଏହିପରି ଭାବରେ କ'ଣ ନା ତୁମର ଚଳିତ ବର୍ଷ ଯାହାକି 2025 ମସିହାରେ କାଲକୁଲେଟ୍ ହେଇକି ତୁମର ମାର୍କ ଆସିବ। ଦେନ୍ ପ୍ରତି ସବଜେକ୍ଟରେ ତୁମର ସେମିତି କାଲକୁଲେଟ୍ ହେବ ଯାହାକି ଲାଇଫ ସାଇନ୍ସ ହେଲା ସୋସିଆଲ ସାଇନ୍ସ ଦେନ୍ ତୁମର ମ୍ୟାଥମେଟିକ୍ସ ହେଲା ସବୁକିଛି ସବଜେକ୍ଟରେ ଏମିତି କାଲକୁଲେଟ୍ ହେଇକି ଆସିବ। ଆଶା କରେ ନିଶ୍ଚିନ୍ତ ପିଲାମାନେ ତୁମେ ବୁଝି ଯାଇଥିବ କି ଚଳିତ ବର୍ଷର ତୁମମାନଙ୍କର 10th ବୋର୍ଡ଼ ଏକ୍ଜାମରେ ଦେଇଥିବା ଇଣ୍ଟରନାଲ ଆଣ୍ଡ ତୁମର ବୋର୍ଡ଼ ଏକ୍ଜାମର 100 ଏବଂ ତୁମର ଇଣ୍ଟରନାଲ ଆସେସମେଣ୍ଟ ଯାହାକି 20 ମାର୍କ ଏହାର ମାର୍କ କିପରି ଡିଷ୍ଟ୍ରିବ୍ୟୁସନ୍ ହେଇକି ଆସିବ। ତେବେ ନେକ୍ସଟ ଭିଡ଼ିଓରେ ତୁମମାନଙ୍କ ସହିତ ଦେଖା ହେବ। ଥ୍ୟାଙ୍କ ୟୁ ଫର ୱାଚିଂ।